ସାର୍ ମୁଁ ମୋ ସମ୍ବାଦରୁ ରିପୋର୍ଟର କହୁଥିଲି ଆଉ ଆପଣଙ୍କୁ ମୋ ସମ୍ବାଦରେ ସ୍ୱାଗତ କରୁଛି। ଆଉ ଗୋଟିଏ ଦିନ ପରେ ଅଗଷ୍ଟ 15 ସ୍ୱାଧୀନତା ଦିବସ ଅଛି। ଆଉ ଆପଣଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ କୋରାପୁଟବାସୀଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ? କୋରାପୁଟବାସୀଙ୍କୁ ମୋର ସମ୍ମାନ ଏବଂ ଶୁଭେଚ୍ଛା ଶୁଭକାମନା କରୁଛି ଯେ ଜିଲ୍ଲାବାସୀ ନିଜେ ସୁସ୍ଥ ରୁହନ୍ତୁ ଏବଂ ଏ ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲା ଭାବରେ ପରିଣତ କରିବାରେ ସମସ୍ତଙ୍କର ଅବଦାନ ଥାଉ। ଯେହେତୁ ଗତ ଦିନର ମିଶା କିଛି ସଂଗ୍ରାମ ଫଳରେ ଆମେ ସ୍ୱାଧୀନତା ପାଇଛୁ, ଯେପରି ଶହୀଦ ଲକ୍ଷ୍ମଣ ନାୟକ, ସେମିତି ଆଜି ବି ସଂଗ୍ରାମ କରିବାର ଆବଶ୍ୟକ ଅଛି ଏବଂ ଏ ଜିଲ୍ଲାକୁ, ଏ ରାଜ୍ୟକୁ, ଏ ଦେଶକୁ ଆଗକୁ ନେବା ପାଇଁ ସମସ୍ତେ ସୁନାଗରିକ ଭାବରେ ଏବଂ ପ୍ରତ୍ୟେକ ନାଗରିକ ପ୍ରତ୍ୟେକଙ୍କର କିଛି କିଛି କର୍ତ୍ତବ୍ୟ ଅଛି ଦେଶ ପାଇଁ। ନିଜ ନିଜ କର୍ତ୍ତବ୍ୟ ଯଦି ଆମେ ପାଳନ କରିବା ଏ ଦେଶ ଆଗକୁ ଯିବ। ବର୍ତ୍ତମାନର ଯେ ଭାରତର ନେତୃତ୍ୱ ନେଉଛନ୍ତି ତାଙ୍କ ନେତୃତ୍ୱରେ ଆଜି ଭାରତବର୍ଷ ପୃଥିବୀର ଗୋଟେ ଶ୍ରେଷ୍ଠ ଦେଶ ଭାବରେ ବିବେଚିତ ହେଉଛି, ଏହା ସମସ୍ତଙ୍କୁ ଜଣା। ତେଣୁ ସେଥିରେ ଆମେ ନାଗରିକ ମାନେ ଯେଉଁମାନେ ଅଛୁ ଆମେ ଆମର କର୍ତ୍ତବ୍ୟକୁ ପାଳନ କରି ସହଯୋଗ କରିବାର ଆବଶ୍ୟକତା ଅଛି।